କାହାଣୀ ବହୁମତର ଶକ୍ତି। ଗୋଟିଏ ମୂର୍ଖ ବୋକା ଲୋକଟିଏ ଥିଲା। ସେ କେଉଁଠୁ ଶୁଣିଲା ଧନ ଧନକୁ ଆକର୍ଷିତ କରିଥାଏ। ଧନ ଉପାର୍ଜନ କରିବାର ଏ ଉପାୟଟି ତାକୁ ବହୁତ ଭଲ ଲାଗିଲା। ତା ପାଖରେ ଗୋଟିଏ ମୁଦ୍ରା ଥିଲା। ସେ ତାକୁ ଧରି ରାଜକୋଷାଗାରକୁ ଗଲା। କୋଷାଗାରରେ ମୁଦ୍ରାଟିକୁ ବାରମ୍ବାର ଦେଖାଉଥିଲା ଏବଂ ଫେରାଇ ଆଣୁଥିଲା। ତା'ର ଉଦ୍ଦେଶ୍ୟ ଥିଲା ମୁଦ୍ରାଟି ଦ୍ୱାରା ଅନ୍ୟ ସବୁ ମୁଦ୍ରା ଆକର୍ଷିତ ହୋଇ ତା ପାଖକୁ ଚାଲି ଆସିବ। ଏହିପରି ବାରମ୍ବାର କରିବାରୁ ମୁଦ୍ରାଟି ହାତରୁ ଖସି କୋଷାଗାରରେ ଛିଟକି ପଡ଼ିଗଲା। ଏହା ଦେଖି ସେ କାନ୍ଦିବାକୁ ଲାଗିଲା। ତା'ର କାନ୍ଦ ଦେଖି କୋଷାଧ୍ୟକ୍ଷ ତାକୁ ତା'ର କାରଣ ପଚାରିଲେ। ସେ ସବୁ କଥା ଖୋଲି କହିଲା। କୋଷାଧ୍ୟକ୍ଷ ହସି କହିଲେ, ଆରେ ମୂର୍ଖ, ତୁ ଯାହା ଶୁଣିଛୁ ତାହା ତ ଠିକ୍, ମାତ୍ର ତାକୁ ଠିକ୍ରେ ତୁ ବୁଝିପାରିନୁ। ଧନ ଧନକୁ ଆକର୍ଷିତ କରିଥାଏ, ମାନେ ବହୁତ ଅଳ୍ପକୁ ଆକର୍ଷିତ କରିଥାଏ। ବହୁମତ ଅଳ୍ପମତ ଠାରୁ ନିଶ୍ଚୟ ଗ୍ରହଣୀୟ ହୋଇଥାଏ। ଯେଉଁ ସମାଜରେ ଜ୍ଞାନୀ ଗୁଣୀ ବିଦ୍ୱାନ ଲୋକ ଅଧିକ ରହିଥାନ୍ତି, ସେଠାରେ ଲୋକ ଆପେ ଆପେ ଅଧିକ ସଂସ୍କାରୀ ହୋଇଯାଇଥାନ୍ତି। ଯେଉଁ ସମାଜରେ ମୂର୍ଖ, ଦୁଷ୍ପ୍ରବୃତ୍ତି, ଅଜ୍ଞାନୀ ଲୋକ ଅଧିକ ରହିଥାନ୍ତି, ସେହି ସମାଜର ଲୋକଙ୍କର ଚିନ୍ତାଧାରା ମଧ୍ୟ ସେହିପରି ହୋଇଯାଇଥାଏ।